ସତ କଥା ରିଏଲ କଥା ମୋ ଭାଇ ପାଇଁ ଗୋଟେ ଝିଅ ଦେଖ ଯୋଉ ଝିଅ ବାହା ହବ ସେ ପୁରା ଖୁସିରେ ରହିବ। ଏମିତି କୋଉ ରୋଷେଇ ନାହିଁ ଯେ ଇଏ ଜାଣିନି। କଖାରୁ ଡଙ୍କ ପାଖରୁ ନେଇ ମଦରଙ୍ଗା ଶାଗ ପର୍ଯ୍ୟନ୍ତ, ମଦରଙ୍ଗା ଶାଗ ପାଖରୁ ନେଇ ପିତା ଶାଗ ପର୍ଯ୍ୟନ୍ତ ସବୁ ରୋଷେଇ ଜାଣିଛି ସେ। ଚୁଲିରେ ଜାଣିଛି, ଗ୍ୟାସରେ ଜାଣିଛି, ଷ୍ଟୋଭରେ ଜାଣିଛି, ହିଟରରେ ଜାଣିଛି, ବିନା ତେଲରେ ରୋଷେଇ ଶିଖିଛି। ସତ କଥା ଆକ୍ଚୁଆଲି ମାନେ ଫ୍ୟାକ୍ଟ ଏଟା। ବିନା ପାଣିରେ ବି ହାତ ହବ। ହଁ ବିନା ପାଣିରେ ବିନା ପାଣିରେ ଭାତ। ଭାତ ଇଏ ବାଇଗଣ ବି ବୁଡେଇ ଦବ କହୁଛି। ବିନା ପାଣିରେ ଭାତ ହୋଟେଲ କିଣିନି ନା କଣ? ନା ଆକ୍ଚୁଆଲି ସତ କଥା ରୋଷେଇରେ ପ୍ରମ୍ପ୍ଟ ପିଲାଟା। ଆଉ ଆପଣ ଗୋଟେ ଝିଅ ଦେଖ ରୋଷେଇରେ ପ୍ରମ୍ ନଦେଲେ କ୍ଷୀରି ଦେଖାନି କରାହେଇଛି। କ୍ଷୀରି ପୁରା ଜବରଦସ୍ତ କ୍ଷୀରି ପୁରା ଜୁମ୍ ହେଲା ଦେଖ। ସିମେଇ କ୍ଷୀରି ସିମେଇ କ୍ଷୀରି କରିଛି ପୁରା। ସୋମବାର ଆଜି ସୋମବାର ସେ ରାତିରେ ଭାତ ଖାଏ ନା, ରୁଟି ଖାଏ, ପିଠା ଖାଏ, ଜଳଖିଆ ଖାଏ। ବହୁତ ଡିସିପ୍ଲିନ ସଂକ୍ରାନ୍ତି କରୁଛି ପୁରା ଡିସିପ୍ଲିନ ମାନେ ହେଭି ଡିସିପ୍ଲିନ। ସ୍ପିରିଚୁଆଲ ପ୍ରେମାନନ୍ଦ ମହାରାଜଙ୍କ ଭକ୍ତ ସିଏ। ସ୍ପିରିଚୁଆଲ ଲୋକ ନା। ଗୋଟା ଏଇ ଯୋଉ ନଡିଆ ମିଳୁନି, ନଡିଆ କତା ତା ଛଡେଇ ଦେଇକି ସେଇଥିରେ କର ତାକୁ ଘଷା। ମୋ ରୁମରେ ସେଇଭଳିଆ ଅଛି। ନଡ଼ିଆ ଗଛ ହିଁ ଦେଖାଯାଉଛି।